हेलो फ्रेंड्स, वेलकम टू माय चैनल विज्ञानी मैम। फ्रेंड्स, मु भाबुची आपण माने समस्ते बहुत भलरे थिबे। फ्रेंड्स, आज आमे डिस्कशन करिबा आपण मानकर ओटीटी एंड जेटी जो माने भी देबे तांकर इंग्लिश सिलेबस टी सेम अछि। तो आपणकर जो माने पेपर 1 देबे सेमानकर यूनिट 2 एंड यूनिट 3 एंड जो माने पेपर 2 देबे सेमानकर यूनिट 2 आज आमे डिस्कशन करिबा। तो फ्रेंड्स, एथिरे हमर डिस्कशन करिबा भितरे रहुची आपणकर Principles of language teaching, challenges of teaching language in a diverse classroom, and ଆପଣଙ୍କର for language basic skill जो ରହିଛି ଆପଣଙ୍କର listening, speaking, reading and writing, interdependence of skills, techniques and activities for developing listening and speaking skills, and ଆପଣଙ୍କର development of reading skill, development of writing skill। ତ ଏଗୁଡିକ ଆଜି ଆମେ ସବୁ ଭିଭିଡଲି ଡିସ୍କସନ କରିବା। ଦେଖନ୍ତୁ ଫ୍ରେଣ୍ଡସ୍, ଆପଣ ଯେମିତି ସୁଇମିଂ ଶିଖନ୍ତି କି ରାଇଡିଂ ଏ ବାଇସାଇକଲ ରାଇଡିଂ ଶିଖନ୍ତି, ଠିକ ସେମିତି ଆପଣଙ୍କର ଲାଙ୍ଗୁଏଜ ଲର୍ଣ୍ଣିଂ ମଧ୍ୟ ଗୋଟେ ପ୍ରାକ୍ଟିସ ମାଧ୍ୟମରେ ହେଇଥାଏ। ଆପଣ ସୁଇମିଂ ଯେମିତି ପ୍ରାକ୍ଟିସ କରିକି ଶିଖନ୍ତି, ଆପଣଙ୍କର ବାଇସାଇକଲ ଯେମିତି ଶିଖନ୍ତି ରାଇଡିଂ କରିବାର କେମିତି ପ୍ରାକ୍ଟିସ କରି କରି ଶିଖନ୍ତି, ତ ଲାଙ୍ଗୁଏଜ ଲର୍ଣ୍ଣିଂ ମଧ୍ୟ ଠିକ ସେମିତି ପ୍ରାକ୍ଟିସ ମାଧ୍ୟମରେ ହିଁ ହେଇଥାଏ। So friends, we learn them by practice and use, not by reading about how to swim to read a bicycle. ଆପଣଙ୍କୁ ଯେତେବେଳେ ସୁଇମିଂ କରିବାର ଅଛି କି ବାଇସାଇକଲ ଚଲେଇବାର ଅଛି, ତ ଆପଣ କଣ ପଢିକି ଖାଲି ଶିଖିଯିବେ କି ଯେ ଏଇ ଟାଇପ ର ପେଡାଲ ମରା ହୁଏ, ଏଇ ଟାଇପ ରେ ସାଇକଲ ଚଲା ହୁଏ, ଏଇ ଟାଇପ ରେ ପହଁରା ହୁଏ, ଆପଣ ଶିଖିଯିବେ କି? ଆପଣଙ୍କୁ ପ୍ରାକ୍ଟିସ କରିବାକୁ ପଡିବ। ତ ଠିକ ସେମିତି ସିମିଲାରଲି a language can be learned by practice and use. ପ୍ରାକ୍ଟିସ ଦ୍ୱାରା and ୟୁଜ କରିବା ଦ୍ୱାରା ଲାଙ୍ଗୁଏଜ ଲର୍ଣ୍ଣିଂ ହୋଇଥାଏ। ତ ଫ୍ରେଣ୍ଡସ୍, ଯଦି ଆପଣମାନଙ୍କୁ ମୋର ଏ ଭିଡିଓ ଗୁଡିକ ଭଲ ଲାଗୁଥାଏ, ଲାଇକ୍ ଆଣ୍ଡ କମେଣ୍ଟ କରିବାକୁ ଆଦୌ ବି ଭୁଲିବେ ନାହିଁ। ଆଣ୍ଡ ଫ୍ରେଣ୍ଡସ୍, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଆଣ୍ଡ ସବସ୍କ୍ରାଇବ କରିଦେଉଛନ୍ତି, ମୋର ପ୍ରତ୍ୟେକ ଭିଡିଓ ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚିବା ସହିତ ଓଟିଇଟି ଆଣ୍ଡ ଜୁନିୟର ଟିଚର କ୍ୱାଲିଫାଇ କରିବା ବହୁତ ଇଜି ହେଇଯିବ। ତ ଫ୍ରେଣ୍ଡସ୍, ଏଇ ଯୋଉ ଇଂଲିଶ କ୍ଲାସଟି ମୁଁ ସବୁବେଳେ ଆପଣମାନଙ୍କୁ କହିଥାଏ, ଆମେ ଯଦି ଇଂଲିଶ ଟୁ ଇଂଲିଶ ବୁଝିବା, ହୁଏତ କିଛି ଜଣଙ୍କୁ ବୁଝିବା ପାଇଁ ଡିଫିକଲ୍ଟିଜ ହେଇପାରେ। ତ ସେଥିପାଇଁ ସବୁବେଳେ ଆମେ ଆମ ଘର ଭାଷାରେ ବୁଝିଲେ ପାଠଟିକୁ ଭଲ ଭାବେ ବୁଝିପାରିବା। ତ ଆପଣଙ୍କର ଲାଙ୍ଗୁଏଜ ଲର୍ଣ୍ଣିଂ ତାହେଲେ କେମିତି ହେଲା? ବାଇ ପ୍ରାକ୍ଟିସ ଆଣ୍ଡ ବାଇ ୟୁଜ। ଲାଙ୍ଗୁଏଜ ଲର୍ଣ୍ଣିଂ ହେଲା ବାଇ ପ୍ରାକ୍ଟିସ ଆଣ୍ଡ ୟୁଜ। A child acquires its mother tongue first through listening and speaking at home. ଗୋଟେ ପିଲା ତାର ଯୋଉ ମଦର ଟଙ୍ଗ ଟି ଶିଖିଥାଏ କେମିତି? ତା ଘରୁ ଶୁଣିକି and କହିକି। It knows how to listen and speak in its mother tongue before coming to school. ପିଲାଟି ସ୍କୁଲକୁ ଆସିବା ପୂର୍ବରୁ ତାର ଶ୍ରବଣ ଓ କଥନ ଦକ୍ଷତାର ବିକାଶ ହେଇଥାଏ। କିପରି? ତାର ପରିବାର, ତାର ପଡୋଶୀ, ତାର ପରିବେଶରୁ ସେ ଲିସନିଂ ଆଣ୍ଡ ସ୍ପିକିଂ କରିକି ଆସିଥାଏ। କାହା ବିଷୟରେ? ତାର ମଦର ଟଙ୍ଗରେ। ବଟ୍ ଯେହେତୁ ଏଠି ଆପଣଙ୍କର ଇଂଲିଶଟି ହେଉଛି ତାର ସେକେଣ୍ଡ ଲାଙ୍ଗୁଏଜ, ତ ସେଥିପାଇଁ ତାକୁ ଇଂଲିଶ ଶିଖିବାକୁ ସ୍କୁଲରେ ଘର ପରିବେଶରେ ତାକୁ ସେମିତି ସୁଯୋଗ ମିଳେ ନାହିଁ। ତାର ଫ୍ୟାମିଲିରେ, ତାର ପରିବେଶରେ ତାକୁ ସେତେଟା ସୁଯୋଗ ମିଳେନି, ସେତେଟା ପ୍ରୋତ୍ସାହନ ମଧ୍ୟ ମିଳେ ନାହିଁ। ତାକୁ ବିଦ୍ୟାଳୟରେ ସେ ସୁଯୋଗ ମିଳେ। It understands the world through its first language. ପ୍ରଥମେ ପିଲାଟି এই ପୃଥିବୀକୁ ତାର ମାତୃଭାଷା ମାଧ୍ୟମରେ, ତାର ଫାଷ୍ଟ ଲାଙ୍ଗୁଏଜ ମାଧ୍ୟମରେ ବୁଝିବାକୁ ଆରମ୍ଭ କରେ। Therefore, it influences learning of any other language that a child learns later. A child learns second language in school or picks it up from environment. ସ୍କୁଲରୁ ଶିଖେ or picks it up from environment. କିଛିଟା ସିଏ ପରିବେଶରୁ ଶିଖେ। ପରିବେଶରୁ ସେ ଟିଭି ହେଲା, ମୋବାଇଲ ହେଲା, କି କିଛି ପୋଷ୍ଟର ହେଲା, ଯୋଉଠି ପୋଷ୍ଟର ସବୁ ଲଗା ଯାଇଥାଏ, ଏମିତି ସବୁ ଆଜିକାଲି ତ ଦେଖିବେ ଆପଣ ମାନେ ଅଧିକାଂଶ ଅଫିସ ତ ସବୁ ଇଂଲିଶ ୟୁଜ ହଉଛି, ସବୁ ଦୋକାନ ମାନଙ୍କରେ ସବୁ ଇଂଲିଶରେ ଲେଖା ହେଇଛି। ତ ସେ ପରିବେଶରୁ ମଧ୍ୟ ସେ ଇଂଲିଶ ଶିଖୁଛି। It is said that our learners do not acquire English language even after learning English for 7 to 8 years from 3 to X. ଆମର ପିଲାମାନେ
7 ରୁ 8 ବର୍ଷ ତୃତୀୟରୁ ଦଶମ ଯାଏ ଇଂଲିଶ ପଢିଲେ ମଧ୍ୟ ଇଂଲିଶ ଲାଙ୍ଗୁଏଜ ଆପଣ ଭଲ ଭାବେ ସେମାନେ ଶିଖି ପାରୁନାହାନ୍ତି, ଇଂଲିଶ ଲାଙ୍ଗୁଏଜ ଭଲ ଭାବେ କହିପାରୁନାହାନ୍ତି। କାହିଁକି ନା ତାଙ୍କୁ କ୍ଲାସରୁମ୍ ସିଚୁଏସନରେ ମଧ୍ୟ ଯେହେତୁ ଇଂଲିଶ ଲାଇନକୁ ଓଡ଼ିଆରେ ତାଙ୍କୁ ବୁଝା ଯାଉଛି, ସେଇଠି ପିଲାମାନଙ୍କର ଇଂଲିଶ କଥନ ଦକ୍ଷତାଟି କମି ଯାଉଛି। Listening and speaking lay the foundation stone for reading and writing. ଶ୍ରବଣ ଓ କଥନ ଦକ୍ଷତା ପଠନ ଓ ଲିଖନର ଫାଉଣ୍ଡେସନ। ଯିଏ ଭଲ ଶୁଣିପାରେ ଏଣ୍ଡ କହିପାରେ ସିଏ ଭଲ ପଢିପାରେ ଏଣ୍ଡ ଭଲ ଲେଖିପାରେ। ଚାରୋଟି ଯାକ ଆପଣଙ୍କର ଦକ୍ଷତା ଚାରୋଟି ଯାକ ହଉଛି ଇଣ୍ଟରଡିପେଣ୍ଡେଣ୍ଟ। So one should first learn to listen and speak English. ତେଣୁ ପର୍ଯ୍ୟାପ୍ତ ପରିମାଣରେ ପିଲାଟି ପ୍ରଥମେ ଇଂଲିଶ ଶୁଣିବା ଆବଶ୍ୟକ, ଦେନ୍ ସିଏ କହିପାରିବ। ଭଲ ଭାବେ ଶୁଣିଲେ ତାପରେ ଯାଇକି ସିଏ କହିପାରିବ। ଲିସନିଂ, ଏଠି ଗୋଟେ ଆପଣଙ୍କ ସାଙ୍ଗରେ ଭଲ ଭାବରେ ଗୋଟେ ଡିସ୍କସନ କରିବା ଲିସନିଂ ଆଣ୍ଡ ହିୟରିଂ। ଆପଣଙ୍କୁ ପଚାରିଲେ ଯେ ଲିସନିଂ ମାନେ କଣ, ଆପଣ କହିବେ ଶୁଣିବା। ମୁଁ ପଚାରିବି ହିୟରିଂ ମାନେ କଣ, ଆପଣ ବି କହିବେ ଶୁଣିବା। ତ ଏ ଲିସନିଂ ଆଣ୍ଡ ହିୟରିଂ ଭିତରେ ଯୋଉ ଡିଫରେନ୍ସଟି ଅଛି ଆଜି ଆମେ ଏଇଠି ଜାଣିବା। ଲିସନିଂ କେତେବେଳେ ଆପଣ କରୁଛନ୍ତି, ହିୟରିଂ ଆପଣ କେତେବେଳେ କରୁଛନ୍ତି। ଦୁଇଟି ଯାକର ମିନିଂ ତ ଆପଣ ଶୁଣିବା ବୋଲି କହୁଛନ୍ତି, ବଟ୍ କୋଉ ଶୁଣିବାଟା ଲିସନିଂ, କୋଉ ଶୁଣିବାଟା ହିୟରିଂ। ଆପଣ ରାସ୍ତାରେ ଯାଉଛନ୍ତି ବିଜି ଷ୍ଟ୍ରିଟରେ ଆପଣଙ୍କ ସାଙ୍ଗ ସହିତ, ଆପଣଙ୍କ ସାଙ୍ଗ ସହିତ ଯିବା ବେଳେ ଆପଣଙ୍କ ମ୍ୟାରେଜ ପ୍ରପୋଜାଲ ବିଷୟରେ ଆପଣଙ୍କ ସାଙ୍ଗ ଆପଣଙ୍କ ସହିତ କଥା ହେଇଯାଉଛି। ରାସ୍ତାରେ ଯିବା ସମୟରେ ବହୁତ ଭେହିକଲ୍ସ ଯାଉଛି, ଭେହିକଲ୍ସ ମାନଙ୍କର ହର୍ନ ବାଜୁଛି, ବହୁତ ଭଏସ ଆସୁଛି, ଯୋଉଟା କି ହକର୍ସ ମାନଙ୍କର ବୁଲା ବିକାଳି ମାନଙ୍କର ସବୁ ଭଏସ ଆସୁଛି। ଆପଣଙ୍କ କାନକୁ ଭଏସ ଯୋଉ ହକର ମାନଙ୍କର ଏଣ୍ଡ ଭେହିକିଲର ସେଇ ସାଉଣ୍ଡ ବି କାନକୁ ଆସୁଛି, ଏଣ୍ଡ ଆପଣଙ୍କ ସାଙ୍ଗ ଯାହା କହୁଛି ସେଇଟା ମଧ୍ୟ ଆପଣଙ୍କ କାନକୁ ଆସୁଛି। ତ ଏଇଠି ଆମେ ଭଲ ଭାବେ ବୁଝିବା ଫ୍ରେଣ୍ଡସ୍, ଆପଣଙ୍କ ସାଙ୍ଗ ଯାହା ଆପଣଙ୍କୁ କହୁଛି ସେଇଟା ଆପଣଙ୍କର ଲିସନିଂ ହଉଛି, ବଟ୍ ଆପଣ ଭେହିକିଲର ସାଉଣ୍ଡ ହକର୍ସଙ୍କର ଭଏସ ଆପଣଙ୍କ କାନ ପାଖକୁ ଯୋଉ ଆସୁଛି ସେଇଟା ଆପଣଙ୍କର ହିୟରିଂ ହଉଛି। କଣ ହଉଛି, ହିୟରିଂ ହଉଛି। The noise remain at the level of hearing. ଆପଣ ଯୋଉ ଶ୍ରବଣଟିକୁ ଭଲ ଭାବେ ବୁଝୁଛନ୍ତି, ବ୍ରେନରେ ପୁରଉଛନ୍ତି, ମୁଣ୍ଡରେ ପୁରଉଛନ୍ତି, ଯୋଉ ଶ୍ରବଣଟି ସେଇଟା ହେଲା ଲିସନିଂ। ବଟ୍ ଯୋଉ ଶ୍ରବଣଟି ଆପଣଙ୍କ କାନ ପାଖକୁ ଆସୁଛି ଘୁରି ଯାଉଛି, ଆପଣଙ୍କର ତା ପ୍ରତି ଧ୍ୟାନ ନାହିଁ, ନଜର ନାହିଁ, ଆଟେନସନ ନାହିଁ, ସେଇଟା ହଉଛି ହିୟରିଂ। ଯୋଉ ଶୁଣିବାଟି ଶ୍ରବଣଟି ଆପଣ ମାଇଣ୍ଡଫୁଲି ଶୁଣୁଛନ୍ତି, ଆପଣଙ୍କ ବ୍ରେନରେ ପୁରଉଛନ୍ତି, ବୁଝୁଛନ୍ତି, ଦିସ୍ ଇଜ ଲିସନିଂ। ବଟ୍ ଯୋଉ ଶ୍ରବଣ ପ୍ରତି ଆପଣଙ୍କର ଟେନସନ ନାହିଁ, ଆପଣ ଶୁଣୁନାହାନ୍ତି, ତାହା କେବଳ ଆପଣଙ୍କ କାନ ପାଖକୁ ଆସୁଛି ଘୁରି ଯାଉଛି, ଦିସ୍ ଇଜ ହିୟରିଂ। ଫ୍ରେଣ୍ଡସ୍ ଏବେ ବୁଝିପାରିଲେ କି ନାହିଁ? ଆପଣ ସାଙ୍ଗର କଥାଟି ଶୁଣୁଥିଲେ, ମୁଣ୍ଡରେ ପୁରଉଥିଲେ, ଦିସ୍ ଇଜ ଲିସନିଂ। ବଟ୍ ସେଇ ସମୟରେ ଏଟ୍ ଦ ସେମ୍ ଟାଇମ୍ ଯେତେବେଳେ ଭେହିକିଲର ଆପଣଙ୍କର ହଙ୍କିଂ ଅଫ୍ ଦ ଭେହିକିଲ, ଭଏସ ଅଫ ହକର୍ସ, ଟକିଂ ଅଫ ଅଦର୍ସ, ରାସ୍ତାରେ ଯେତେବେଳେ ଆପଣଙ୍କର ଗୋଟେ ବିଜି ଷ୍ଟ୍ରିଟ୍, ସେଠି ଅନ୍ୟ କଥାବାର୍ତ୍ତା ବି ଚାଲିଛି ଲୋକମାନଙ୍କର, ତ ସେଗୁଡିକ ଆପଣଙ୍କ ପାଖକୁ ଖାଲି ଆସୁଥିଲା, କାନ ପାଖରୁ ବାଜିକି ଫେରି ଯାଉଥିଲା। ତ ଏଇଟା ହଉଛି ଆପଣଙ୍କର ହିୟରିଂ। ନେକ୍ସଟ ଦେଖିବା ସ୍ପିକିଂ। Speaking is an important skill of any language. ଆପଣଙ୍କର ଯେକୌଣସି ଲାଙ୍ଗୁଏଜ ହଉ, ଆପଣଙ୍କର ମଦର ଟଙ୍ଗ ହଉ କି ସେକେଣ୍ଡ ଲାଙ୍ଗୁଏଜ ହଉ କି ଥର୍ଡ ଲାଙ୍ଗୁଏଜ ହଉ, ଓଡ଼ିଆ, ଇଂଲିଶ, ହିନ୍ଦୀ, ସାଂସ୍କ୍ରିଟ ଆପଣ ଯାହା ବି ପଢନ୍ତୁ ନା, ଦିସ୍ ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ ସ୍କିଲ୍। ଇଟ୍ ଇଜ ଏ ପ୍ରଡକ୍ଟିଭ ସ୍କିଲ୍। କାହିଁକି ଫ୍ରେଣ୍ଡସ୍ ପ୍ରଡକ୍ଟିଭ କହିଲା? ଦେଖନ୍ତୁ, କମ୍ପେୟାର ଟୁ ଲିସନିଂ ସ୍ପିକିଂ ଇଜ ଏ ଡିଫିକଲ୍ଟ ସ୍କିଲ୍, ସେଠିକି ଆମେ ପରେ ଯିବା। ପ୍ରଡକ୍ଟିଭ କାହିଁକି କହିଲା ନା, ଆପଣ ଯେତେବେଳେ ଆପଣ ଭଲ ଭାବେ ଶୁଣୁଛନ୍ତି ସେତେବେଳେ ଆପଣ କଣ କରୁଛନ୍ତି, ରିସିଭ କରୁଛନ୍ତି, ନଲେଜ ରିସିଭ କରୁଛନ୍ତି। ଯେତେବେଳେ ଆପଣ କହୁଛନ୍ତି ଆପଣ ପ୍ରଡକ୍ସନ କରୁଛନ୍ତି।
ପ୍ରଡକ୍ଟ ଆପଣ ଯାହା ଶୁଣିଥିଲେ ତାକୁ ହିଁ କହିଲେ। ତ ଲିସନିଂ ଟା ହଉଛି ଆପଣଙ୍କର କଣ ରିସିପ୍ଟିଭ ସ୍କିଲ୍ and speaking ହଉଛି productive skill. listening and reading receptive skill. ଆପଣ ଶୁଣିକି ପଢିକି knowledge receive କରନ୍ତି and speaking କରିକି and writing କରିକି ଆପଣ production କରନ୍ତି। ଯାହା ଶୁଣିଥାନ୍ତି ତାକୁ production କରନ୍ତି। compared to listening, speaking is a difficult skill. ଆପଣଙ୍କର ଶ୍ରବଣଟା ଇଜି, ଆପଣ ବସିକି ଶୁଣି ନେଲେ, ବଟ୍ ତାକୁ ଯେତେବେଳେ ଆପଣ କହିବେ ସେଟା ଆପଣଙ୍କୁ ଯାହା ବି ହେଲେ ଡିଫିକଲ୍ଟ ହବ। ସ୍ପିକିଂ ଠାରୁ ଲିସନିଂ ଟା ଇଜି। They explain the text. The teacher follow grammar translation method to teach English. They explain the text in mother tongue line by line. ଆମ ସ୍କୁଲ ମାନଙ୍କରେ ଇଂଲିଶ କୁ ଲାଇନ ବାଇ ଲାଇନ ମଦର ଟଙ୍ଗ ରେ ବୁଝାଯାଏ। 80% ମଦର ଟଙ୍ଗ ଇଂଲିଶ କ୍ଲାସ ରେ ୟୁଜ କରାଯାଏ, ଯାହା ଫଳରେ ପିଲାମାନଙ୍କର ଇଂଲିଶ ରେ ଦୁର୍ବଳତା ରହିଯାଏ, ଯେହେତୁ ସେମାନଙ୍କୁ ଅଧିକ ଇଂଲିଶ ଶୁଣିବାକୁ ଏଣ୍ଡ କହିବାକୁ ସୁଯୋଗ ମିଳୁନାହିଁ। ତ ଏବେ ଆମେ ଆଉ ଗୋଟେ ନୂଆ କଥା ଜାଣିବା। ସ୍ପିକିଂ ଲିସନିଂ ହେଉଛି ଇନପୁଟ ସ୍କିଲ୍। ନଲେଜ ଆପଣ ଲିସନିଂ ରେ ଇନପୁଟ କଲେ, ସ୍ପିକିଂ ରେ ଆଉଟପୁଟ କଲେ। ରିଡିଂ ରେ ଆପଣ ନଲେଜ ଇନପୁଟ କଲେ, ରାଇଟିଂ ରେ ଆଉଟପୁଟ କଲେ। ତ ଲିସନିଂ ଏଣ୍ଡ ରିଡିଂ ଶୁଣିବା ଓ ପଢିବା ଦୁଇଟି ଯାକ ଇନପୁଟ ସ୍କିଲ୍, ରିସିପ୍ଟ ସ୍କିଲ୍। ଏଣ୍ଡ ଆପଣଙ୍କର ସ୍ପିକିଂ ଏଣ୍ଡ ରାଇଟିଂ ଦୁଇଟି ହେଉଛି ଆଉଟପୁଟ ସ୍କିଲ୍ ବା ପ୍ରଡକ୍ଟିଭ ସ୍କିଲ୍। ବୁଝିପାରିଲେ ଫ୍ରେଣ୍ଡସ୍? ଏବେ ନିଶ୍ଚୟ କ୍ୱେଶ୍ଚନ ଆସିବ, ରିସିପ୍ଟିଭ ପ୍ରଡକ୍ଟିଭ ଇନପୁଟ ଆଉଟପୁଟ କ୍ୱେଶ୍ଚନ ତ ନିଶ୍ଚୟ ଆସିବ, ଭାବିବାର ନାହିଁ। ରାଇଟିଂ ଇଜ ଦ ଫାଇନାଲ ସ୍କିଲ୍। ରାଇଟିଂ ହେଉଛି ସବୁଠାରୁ ଜଟିଳ ଓ 4ଟି ବେସିକ ସ୍କିଲ୍ ର ଶେଷ ସ୍କିଲ୍। The inputs from the skills of listening, speaking and reading. ଆପଣ ଯାହା ଶୁଣିଥାନ୍ତି, କହିଥାନ୍ତି and ପଢିଥାନ୍ତି, ରାଇଟିଂ ଦ୍ୱାରା ତାକୁ ଆଉଟପୁଟ କରନ୍ତି। ଆପଣଙ୍କୁ ଯାହା ଶୁଣାଗଲା, ଯାହା କହିବାକୁ କୁହାଗଲା and ଯାହା ପଢାଗଲା, ଆପଣ ଲାଷ୍ଟରେ ତାକୁ ରାଇଟିଂ କରନ୍ତି। When one writes, one express one's mind and heart in appropriate language with correct as well as beautiful expression. ଆପଣ କହିଲା ବେଳେ ଯାହା ପାରୁଛନ୍ତି କହିଦଉଛନ୍ତି ଇଚ୍ଛା ଅନୁସାରେ, ବଟ୍ ଲେଖିଲା ବେଳେ ବହୁତ ଭାବି ଚିନ୍ତି ଆପଣଙ୍କର ମାଇଣ୍ଡ କୁ ସେଟ୍ କରିକି ଆପଣ କରେକ୍ଟ as well as beautiful expression, ଆପଣଙ୍କ ମନର ଭାବକୁ ଆପଣ ବ୍ୟୁଟିଫୁଲି ଏକ୍ସପ୍ରେସ କରନ୍ତି ରିଟିନ ମାଧ୍ୟମରେ। ତ ଫ୍ରେଣ୍ଡସ୍ ଏବେ ବୁଝିପାରିଲେ, ତ ରାଇଟିଂ ହେଉଛି ଗୋଟେ ଆଉଟପୁଟ ସ୍କିଲ୍ ଏଣ୍ଡ ସ୍ପିକିଂ ମଧ୍ୟ ଗୋଟେ ଆଉଟପୁଟ ସ୍କିଲ୍। ଯେତେବେଳେ ଆପଣ କିଛି କହୁଛନ୍ତି ଆପଣ ମଧ୍ୟ ଆଉଟପୁଟ କରୁଛନ୍ତି। But the 4 language skills are also interdependent. 4ଟି ସ୍କିଲ୍ ଆମେ ଶୁଣୁଛେ, ଶ୍ରବଣ, କଥନ, ପଠନ, ଲିଖନ, ବଟ୍ ସବୁ ଗୁଡ଼ିକ ପରସ୍ପର ସହିତ ରିଲେଟେଡ। ଦେଖନ୍ତୁ, ରିସିପ୍ଟିଭ ଏଣ୍ଡ ପ୍ରଡକ୍ଟିଭ କହୁଥିଲି କି ନାହିଁ ଏବେ? ତ ଆପଣଙ୍କର ଲିସନିଂ ଏଣ୍ଡ ସ୍ପିକିଂ, ଆପଣ ଯାହା ଶୁଣୁଛନ୍ତି ଏଣ୍ଡ ଯାହା କହୁଛନ୍ତି, ଆପଣଙ୍କର ଲିସନିଂ ଏଣ୍ଡ ରିଡିଂ ଏଇ ଦୁଇଟି ହେଲା ରିସିପ୍ଟିଭ ସ୍କିଲ୍। କଣ ରିସିଭ କରୁଛନ୍ତି, ଆପଣ ପଢିକି ନଲେଜ ରିସିଭ କରନ୍ତି, ଶୁଣିକି ରିସିଭ କରନ୍ତି। ଏଣ୍ଡ ଆପଣଙ୍କର ସ୍ପିକିଂ ଏଣ୍ଡ ରାଇଟିଂ, କଥନ ଏଣ୍ଡ ଲିଖନ ଦ୍ୱାରା ଆପଣ ପ୍ରଡକ୍ଟ କରନ୍ତି, ପ୍ରଡକ୍ଟିଭ ସ୍କିଲ୍। ଲିସନିଂ ଏଣ୍ଡ ଆପଣଙ୍କର ସ୍ପିକିଂ ଆପଣଙ୍କର ହଉଛି ସେଟା ଫୋନିକ ଆସ୍ପେକ୍ଟ, ସ୍ପୋକନ ଫର୍ମ। ଆପଣଙ୍କର ଶୁଣିବା ଓ କହିବା ମୌଖିକ ଫର୍ମରେ ରହୁଛି କି ନାହିଁ, ସ୍ପୋକନ ଫର୍ମରେ ରହୁଛି। ବଟ୍ ରିଡିଂ ଏଣ୍ଡ ରାଇଟିଂ ହଉଛି ଗ୍ରାଫିକ ଆସ୍ପେକ୍ଟ, ଫୋନିକ ଏଣ୍ଡ ଆପଣଙ୍କର ଗ୍ରାଫିକ। କ୍ୱେଶ୍ଚନ ତ ନିଶ୍ଚୟ ଆସିବ, ମୁଁ ଲାଷ୍ଟ ଭିଡିଓରେ ଆପଣଙ୍କ ପାଇଁ କ୍ୱେଶ୍ଚନ ଆଣିବି। ପ୍ରିଭିୟସ୍ ଇୟର ଏକ୍ସାମ ରେ ବି ବାରମ୍ବାର ଆସୁଛି, ସବୁବେଳେ ଆସେ।
लिसनिंग आपणकर श्रवण कथन फोनिक एस्पेक्ट जेहेतु एटा स्पोकन होउची मौखिक होउची लिसनिंग एंड स्पीकिंग बट रीडिंग एंड राइटिंग रे ग्राफ रहउची माने लिपि रहउची लिपि गोटे ए जो एगुडी सब लिपि कि नुहे एगुडी सब लिपि तो आपणकर ए जो वर्ड लेटर सेंटेंस सब यूज होउची रीडिंग एंड राइटिंग रे सेति पई ताको ग्राफिक एस्पेक्ट कहउची ग्राफिक एस्पेक्ट काहे कहउची ना जेहेतु सेथिरे लिपि रहउची लिखन होउची शब्द वाक्य माध्यम रे आपणकर रीडिंग एंड राइटिंग होउची रिटन फॉर्म लिखित रूप लिसनिंग एंड स्पीकिंग आर फोनिक स्किल एंड रीडिंग एंड राइटिंग आर ग्राफिक स्किल लेखि नियंतु फ्रेंड्स इंग्लिश रे रिसीप्टिव स्किल प्रोडक्टिव स्किल इनपुट स्किल आउटपुट स्किल स्कीमिंग स्कैनिंग आईस्पान चौक इंटोनेशन जो वर्ड गुडी को कहूची क्वेश्चन निश्चय आसीबो 12 मसिया रु 25 मसिया पर्यंत आसीची एंड आसीबो तो फ्रेंड्स आपण माने जदि कहिबे मु आपण मानन को पई स्कीमिंग स्कैनिंग इंटेंसिव रीडिंग एक्सटेंसिव रीडिंग चंक इंटोनेशन आईस्पान एई गुडी को ऊपर गोटे शॉर्ट नोट आपण जदि आवश्यक भाबुचंती मु आपण मानन को पई बनै कि आपणकर टेलीग्राम चैनल रे अपलोड कर देबी आपण माने समस्त विज्ञानी मैम टेलीग्राम चैनल रे समस्त जॉइन करंतु काहे कि ना जेहेतु सेठी मु सब प्लेलिस्ट देछि आपण माने इजीली सेठी सब प्लेलिस्ट पाई जिवे तो फ्रेंड्स आपणकर स्कीमिंग स्कीमिंग होची जिस्ट मेकिंग गोटे टोटल विषयटी आपण पढिले तो सेठी आपण जो ता जिस्ट ता पाइले सेटा होची स्कीमिंग स्कैनिंग होची कोन ना ता भितरु जो मेन फैक्ट रहिला सेटा होची स्कैनिंग इंटेंसिव रीडिंग एक्सटेंसिव रीडिंग इंटेंसिव रीडिंग होची कोन एंड एक्सटेंसिव रीडिंग कोन हमें ओडिया क्लास रे पढी देले इंटेंसिव रीडिंग होची तात्विक पठन कोन जो पठन रे आपणकर बोध ज्ञान हासिल हुए आपण पढ़ी की बुझंती ताहा होची इंटेंसिव रीडिंग जहा श्रेणी आपणकर श्रेणी शिक्षादान रे हुए बट एक्सटेंसिव रीडिंग होची व्यापक पठन जोटा पिलार आनंद और रुचि पई होई थाए ताहा होची एक्सटेंसिव रीडिंग तो रीडिंग आहुरी गोटे रहउची लाउड रीडिंग साइलेंट रीडिंग रे पिलार विषय भित्तिक भावबोध होई थाए कॉम्प्रिहेंशन नॉलेज आसी थाए पिलार साइलेंट रीडिंग रे तो इंटेंसिव एंड एक्सटेंसिव तो बुझिले कैजुअल एंड इन डेप्थ गभीर पठन रे मध्य पिलार भावबोध हेई थाए रीडिंग इज ए हैबिट पढ़ा को आपनकर गोटे हैबिट करिवार अछि देखंतु रीड विथ प्रॉपर आईस्पान कौन फ्रेंड्स आईस्पान इज द नंबर ऑफ वर्ड्स वन कैन सी इन वन ग्लांस आपण आखिर जो आखिर आपण आखि थरे पता पकेइले उठेइले सेई थरे आखि बंद करके खोलिबा मध्य रे जेतिकिटा वर्ड आपण को आखि रे कैप्चर होउची दिस इज वन ग्लांस रे आपण जेतिकी वर्ड कैप्चर करूचंती दिस इज आईस्पान ताको आमे आईस्पान बोली कहू आईस्पान ता सब बेले कहा सहित रिलेटेड रीडिंग सहित रिलेटेड राइटिंग इज एनकोडिंग व्हाइल रीडिंग इज डिकोडिंग राइटिंग इज एनकोडिंग व्हाइल रीडिंग इज डिकोडिंग प्रोसेस आपण एटा लेखि नियंतु फ्रेंड्स क्वेश्चन आसे राइटिंग इज लेखाई थिबो राइटिंग इज एनकोडिंग डिकोडिंग आउ कोन देइथिबो तो आपण सेठी मने रखिले तो एनकोडिंग टी लेखिबे तो सब बेले कुए मोर क्लास करिबा समय रे आपण पाखरे कॉपी एंड पेन रखंतु लेखि नियंतु राइटिंग इज एनकोडिंग रीडिंग इज डिकोडिंग आ गोटे देखिबा एबे हमर जो प्लान आमे करूचे लेसन प्लान सब बेले तीनोटी स्टेज देके आमे गति करू इंट्रोडक्शन प्रेजेंटेशन एंड इवैल्यूएशन बट आपणकर हर्पर्सियन लेसन प्लान अनुसार आपणकर हर्पर्ट कोन करथिले पांचटी स्टेज बतैथिले लेखि नेबे क्वेश्चन आसे फर्स्ट होची आपणकर प्रिपरेशन प्रेजेंटेशन एसोसिएशन
generalization and application. Preparation ଲେଖି ନିଅନ୍ତୁ presentation, association, generalization and application ପାଞ୍ଚଟି stage. but ଆମେ କଣ କରୁ preparation ବା introduction ଟା କରୁ and presentation ମଧ୍ୟରେ ଆମର ରହିଯାଏ association and generalization. last ରେ application ମଧ୍ୟ ଆମର ଆସେ. ଏବେ କିନ୍ତୁ 5P ପ୍ଲାନ୍ ଆଡପ୍ଟ କରାହଉଛି. 5P ଲେଖି ନିଅନ୍ତୁ engage, explore, explain, elaborate, evaluate. 5E ଲେଖି ନିଅନ୍ତୁ फ्रेंड्स. ନିଶ୍ଚୟ क्वेश्चन ଆସିବ. engage, explore, explain, elaborate, evaluate. सरला फ्रेंड्स 5P अप्रोच विषय जानले पांचटी स्टेप जो गुडी को इंपोर्टेंट सेई गुडी को ही म आपन को कहूची. प्रोज रो लेसन प्लान आपण जते बेले करिवे प्रोज रो लेसन प्लान रे आपण कोन करिवे इंट्रोडक्शन स्टेज रे प्रथमे आपण पिलां को गोटे गेम हो कि स्टोरी हो कि पोएम हो कि आपण किछि प्रीवियस नॉलेज रो बेस्ट क्वेश्चन आस्किंग करिकि सेमानं को आपण कोन करिवे ना आपण मोटिवेट करिवे सक्रियात्मक कार्य करिकि उद्देश्य ज्ञापन करिकि आपण नूतन ज्ञान दबा पई प्रेजेंटेशन स्टेज को जिबे. After introduction, the topic is presented. After introduction stage re the topic is presented with focus on new information. आपण जते बेले आपनकर इंट्रोडक्शन स्टेज टी सरी जिवो इंट्रोडक्शन स्टेज रो शेष पर्याय रे आपण उद्देश्य ज्ञापन करिवे जे आज मु एई टॉपिक टी पढेइबी देन प्रेजेंटेशन स्टेज को आसी कि पिलां को नुवा नॉलेज देबे. आपनकर वोकाबुलरी यूसेज इट इंक्लूड्स मॉडल रीडिंग अलाउड बाय द लर्नर, exposition of words, language work, silent reading, questions for comprehension. एगुडी को सब प्रेजेंटेशन स्टेज रे आपण माने एई एतिकी काम करिवे. मॉडल रीडिंग आपणकर लैंग्वेज वर्क, साइलेंट रीडिंग, डेप्थ रीडिंग, कॉम्प्रिहेंशन क्वेश्चन सब प्रेजेंटेशन स्टेज रे न्यू नॉलेज दबा समय रे करिवे. आफ्टर प्रेजेंटेशन क्वेश्चंस आर प्रिपेयर्ड फॉर इवैल्यूएशन. तांकर इवैल्यूएशन करिबा पई एप्लीकेशन स्टेज रे आपण क्वेश्चन पिला मानन को प्रिपेयर करिकि पचारिबे. It is also known as evaluation as the questions evaluate the learning outcomes decided in lesson plan. टीचर जो लर्निंग आउटकम्स प्रत्याशित फलाफल नहीं थांती सेटा फुलफिल हैला कि नाही इवैल्यूएशन क्वेश्चन पचारि कि पिला को शिक्षक जानंती. दिस इज ऑब्जेक्टिव टाइप. सब बेले इवैल्यूएशन क्वेश्चन टी ऑब्जेक्टिव बेस्ड एंड ऑब्जेक्टिव टाइप हेइ थाए. डिटेल्ड प्रोज एटा होची प्रोज रे गला. आपनकर नॉन डिटेल रे कोन हुए सबु जेमिति आपनकर इंट्रोडक्शन, प्रेजेंटेशन, इवैल्यूएशन जेमिति होबा कथा लाइन बाय लाइन हुए. से प्रिंसिपल्स ऑफ लैंग्वेज इंग्लिश टीचिंग कोन प्रिंसिपल रहउची. प्रिंसिपल्स ऑफ इमिटेशन. पिला माने इंग्लिश जो सिखिबे इमिटेशन माध्यम रे. इमिटेशन माने कोन अनुकरण माध्यम रे ताको टीचर हुंतु फैमिली मेंबर्स हुंतु सेमानंको अनुकरण करी सिखिबे. प्रिंसिपल्स ऑफ हैबिट फॉर्मेशन. इंग्लिश स्पीकिंग को गोटे जेमिति मदर टंग को हैबिट करिसंती तो इंग्लिश को मध्य सेमति हैबिट करिवे. प्रिंसिपल्स ऑफ प्रैक्टिस ताको जत्ते अधिक रु अधिक प्रैक्टिस करिवे. प्रिंसिपल्स ऑफ ड्रिल. As language has structures and patterns of its own, they have to be repeated in the form of language drill. आपण ड्रिल करिकि पिला मानन को धरंतु आपण कहबे एप्पल रो लास्ट रहला ई रे पिलाटी कहबो एग. तो एम्ति वर्ड ड्रिलिंग रे प्रैक्टिस से मानन को करेकि इंग्लिश लैंग्वेज सिखा जिवो. प्रिंसिपल्स ऑफ सिलेक्शन एंड ग्रेडेशन. वोकाबुलरी स्ट्रक्चर एंड पैटर्न्स ऑफ लैंग्वेज आर सिलेक्टेड क्लास वाइज. वोकाबुलरी नॉलेज वोकाबुलरी समस्तक पाखरे शब्द भंडार रहिबो. शब्द भंडारटी क्लास वाइज हबो. आपणकर तृतीय श्रेणी पिला पाखरे जेतिकी शब्द भंडार वोकाबुलरी रहिबो क्लास 8 पिला पाखरे निहाती अधिक रहिबो. तो प्रिंसिपल्स ऑफ सिलेक्शन एंड ग्रेडेशन. प्रिंसिपल्स ऑफ नेचुरल ऑर्डर ऑफ लैंग्वेज स्किल. समस्तंकर प्रथमे नेचुरल ऑर्डर रे ही सिखिबे. लिसनिंग, स्पीकिंग, रीडिंग, राइटिंग श्रवण, कथन, पठन, लिखन माध्यम रे सीक्वेंस अनुसार सिखिबे. प्रिंसिपल्स ऑफ मल्टी स्किल अप्रोच.
while teaching language the skills of language are dealt together not independently ଆପଣଙ୍କର ଯୋଉ ସ୍କିଲ୍ ଗୁଡିକ ରହିଛି ଶ୍ରବଣ କଥନ ପଠନ ଲିଖନ ତାକୁ ଗୋଟେ ଗୋଟେ ଅନୁସାରେ ଆଜି କେବଳ ଆମେ ଶ୍ରବଣ କରେଇବା ପିଲାଙ୍କୁ କଥା କହିବାକୁ ଦବାନି ଏମିତି ହବନି ପିଲା ଶୁଣିବେ କହିବେ ଆପଣଙ୍କର ଇଣ୍ଟର ରିଲେଟେଡ କରେଇବେ ସବୁବେଳେ ସ୍କିଲ୍ କୁ ଯେ ଯୋଉ ଦିନ ପଢୁଛି ସେଦିନ କଣ ପିଲା ବସିବ ଆପଣ ପଠନ ଲିଖନ ସାଙ୍ଗର କରିବେ ଶ୍ରବଣ କଥନକୁ ସାଙ୍ଗର କରିବେ ଇଣ୍ଟର ରିଲେଟେଡ କରିକି ପିଲାଙ୍କୁ ଶିଖେଇବେ Principles of multilingual contest approach. India being a multilingual country, ବହୁଭାଷୀ ଦେଶ, multilingual approach can help a learner to learn any language. ଯଦି ଆପଣ ଇଂଲିଶ କ୍ଲାସରେ କେବଳ ଯାଇକି ଇଂଲିଶ କହିବେ ମୁଁ ଯଦି କେବଳ ଆପଣଙ୍କୁ ଖାଲି ଇଂଲିଶ କହିବି ଆପଣଙ୍କୁ ବୋର ଲାଗିବ କିନ୍ତୁ ତା ସହିତ ଆପଣଙ୍କୁ ମାତୃଭାଷାରେ ବୁଝେଇଲେ ପିଲାଙ୍କୁ ଆନନ୍ଦ ଲାଗିବ ଏଣ୍ଡ ଇଂଲିଶ ୱାର୍ଲଡ ଭିତରକୁ ପଶିବାକୁ ପିଲାଙ୍କୁ ଇଜି ହବ ପ୍ରିନ୍ସିପଲ ଅଫ ମୋଟିଭେସନ ପିଲାଙ୍କୁ ମୋଟିଭେଟ କରିବା ଇଂଲିଶ ଶିକ୍ଷଣ ପ୍ରତି ଇଣ୍ଡିଆ ଇଜ ଏ ମଲ୍ଟିଲିଙ୍ଗୁଆଲ ଆଣ୍ଡ ମଲ୍ଟିକଲଚରାଲ କଣ୍ଟ୍ରି ବହୁଭାଷୀ ଆଣ୍ଡ ବହୁ ସଂସ୍କୃତିର ଦେଶ all types of learners are now taught under one roof ଏବେ କଣ ହଉଛି ନା ଆଗରୁ ଯେମିତି ସ୍ପେଶିଆଲ ଚିଲଡ୍ରେନ ମାନଙ୍କୁ ସ୍ୱତନ୍ତ୍ର ଶିକ୍ଷା ଦିଆ ହଉଥିଲା ସ୍ୱତନ୍ତ୍ର ସ୍କୁଲରେ ଏବେ ସେମାନଙ୍କୁ ଆଣିକି ଆମରି ସ୍କୁଲରେ ସାଧାରଣ ସ୍କୁଲରେ ଶିକ୍ଷାଦାନ ଦିଆଯାଉଛି ଆପଣଙ୍କୁ ଇନକ୍ଲୁସିଭ ଏଜୁକେସନରେ ପଢେଇଥିଲି ତ ଯେହେତୁ ଗୋଟିଏ ୱାନ୍ ରୁଫ୍ ତଳେ ୱାନ୍ କ୍ଲାସରୁମରେ ଡିଫରେଣ୍ଟ ଟାଇପର ଲର୍ଣ୍ଣର ରହୁଛନ୍ତି ତ ସେଥିପାଇଁ ଆମକୁ ଶିକ୍ଷାଦାନ ସମୟରେ ଆପଣଙ୍କର ଚ୍ୟାଲେଞ୍ଜେସ୍ ଆସୁଛି The learners with problems when move from special education to regular classroom is non-mainstreaming. Question ଆସିବ what is mainstreaming? The learners with problems ଯୋଉମାନେ ଦିବ୍ୟାଙ୍ଗ ପିଲା ଅଛନ୍ତି ସେମାନଙ୍କ ସ୍ପେଶିଆଲ ଏଜୁକେସନ ରୁ ସେମାନଙ୍କୁ ଯେତେବେଳେ ରେଗୁଲାର କ୍ଲାସରୁମ କୁ ଆଣିକି ରେଗୁଲାର କ୍ଲାସରୁମ ରେ ବସେଇ ଦିଆଯାଉଛି this is mainstreaming. Such learners from diverse background and with diverse abilities make teaching a real challenge. ଆପଣ ଖାଲି ସାଧାରଣ ପିଲାଙ୍କୁ ବସେଇକି ପଢେଇବେ ଆଉ ସମସ୍ତଙ୍କୁ ମିଶେଇକି ବିଭିନ୍ନ ପ୍ରକାର ପିଲାଙ୍କୁ ପଢେଇବେ ଆପଣଙ୍କ ପାଇଁ ନିହାତି ଚ୍ୟାଲେଞ୍ଜେସ୍ Successful and efficient teachers use a varied technique and approaches to face the challenge of diverse classroom. ତ ବିଭିନ୍ନ ପ୍ରକାର ଟେକ୍ନିକ ଆପ୍ଲାଏ କରିବାକୁ ପଡେ ଏଠି ତିନି ପ୍ରକାର ଟେକ୍ନିକ ବିଷୟରେ ଦେଇଛି ଦେଖିବା Auditory learner, visual learner, tactile learner. Auditory learner କଣ? Auditory learner like to learn by listening. ସେମାନେ ଶୁଣିକି ଶିକ୍ଷା ଗ୍ରହଣ କରନ୍ତି. They have very good memory power. ସେମାନଙ୍କୁ ଆପଣ ଯେତେ ଶୁଣେଇ ପାରିବେ ଆପଣଙ୍କର ରେଡିଓ ହେଲା ଟେପ ରେକର୍ଡର ହେଲା ମାଧ୍ୟମରେ ଆପଣ ଯେତେ ଶୁଣେଇକି ସେମାନଙ୍କୁ ଶିକ୍ଷା ଦାନ ଦେବେ ସେମାନେ ହେଲେ ଅଡିଟୋରୀ ଲର୍ଣ୍ଣର Visual learners like to learn by observing seeing things. ସେ ଦେଖିକି ଶିଖେ ଆପଣ ତା ପାଇଁ ଯେତେ ଭିଜୁଆଲ TLM ୟୁଜ କରିପାରିବେ ସିଏ ଭିଜୁଆଲ ମାଧ୍ୟମରେ ଶିଖିବ Tactile learner learn by movement and touch. Movement and touch ସିଏ ହଉଛି they are hyperactive by nature. Question ଆସେ which student are hyperactive by nature? Visual, auditory, tactile. ଆପଣଙ୍କର ଆସିବ tactile. They can be best helped by activity approach. ଏଇ ପିଲାଙ୍କୁ ପଢେଇବା ପାଇଁ ଯେତେ activity ନେଇକି ଆପଣ ପଢେଇ ପାରିବେ Specific challenges in classroom. Support from home is negligible. ଯେହେତୁ ଆମର ଓଡ଼ିଶାରେ ଘରେ ଇଂଲିଶ ୟୁଜ କରାଯାଏ ନାହିଁ ତ ସେଇଟା ଗୋଟେ ସବୁଠୁ ବଡ ପ୍ରୋବ୍ଲେମ ହୁଏ ପିଲାମାନଙ୍କ ପାଇଁ ଟିଚର ପାଇଁ ମଧ୍ୟ They lack confidence that they can learn English. ଆପଣ ଇଂଲିଶ ବହୁତ ଜାଣିଥିବେ ବଟ୍ ପିଲା ଭିତରେ ଯେହେତୁ କନଫିଡେନ୍ସ ନାହିଁ ତ ସେଇ ପାଇଁ ସେ କହିପାରେ ନାହିଁ Impact of mother tongue. ଯେହେତୁ ଲାଇନ ବାଇ ଲାଇନ ମାତୃଭାଷାରେ ବୁଝା ଯାଉଛି ସେ ପାଇଁ ମଧ୍ୟ ପିଲା ଇଂଲିଶରୁ ଦୂରେଇ ଯାଉଛି They do not open up in classroom. ସେମାନଙ୍କ ମନରେ ଭୟ ରୁହେ open up ହେଇପାରନ୍ତି ନାହିଁ In general need support and encouragement. They in general need support. ସେମାନେ support and encouragement need କରନ୍ତି ଇଂଲିଶ ଲାଙ୍ଗୁଏଜ ଶିଖିବା ପାଇଁ ତ ଫ୍ରେଣ୍ଡସ୍ ଏଠି ଆମର ଆଗରୁ ୟୁନିଟ୍ 1 ସରିଥିଲା ଏବେ ୟୁନିଟ୍ 2 3 ସରିଗଲା ତ ଫ୍ରେଣ୍ଡସ୍ ମୁଁ ଆପଣମାନଙ୍କ ପାଇଁ କମେଣ୍ଟରେ ପିନ୍ କରିଦେବି ଇଂଲିଶର ପ୍ଲେଲିଷ୍ଟ ଯୋଉମାନେ ଆଜି ଚ୍ୟାନେଲରେ ନୂଆ ଅଛନ୍ତି ମୋର ସବୁ ଇଂଲିଶ କ୍ଲାସ୍ ଆପଣ ଇଜିଲି ସେଠି ଦେଖିପାରିବେ ତ ଫ୍ରେଣ୍ଡସ୍ ଆଜି ପାଇଁ ଏତିକି ଟେକ୍ କେୟାର